आज आम कथा हवा कोलेस्ट्रॉल कौन। कोलेस्ट्रॉल ହେଉଛି ଏକ ପ୍ରକାର ଚର୍ବି ଯାହା ଆମ ରକ୍ତରେ ଥାଏ। ଏହା ଦୁଇଟି ମୁଖ୍ୟ ପ୍ରକାର ଅଛି, ଗୁଡ୍ କୋଲେଷ୍ଟ୍ରଲ୍ HDL, ବେଡ୍ କୋଲେଷ୍ଟ୍ରଲ୍ LDL। ଲକ୍ଷଣ କ'ଣ? ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା, ହାଇ କୋଲେଷ୍ଟ୍ରଲ୍ ସାଧାରଣତଃ କୌଣସି ଲକ୍ଷଣ ଦେଖାଯାଏ ନାହିଁ, କିନ୍ତୁ ଦୀର୍ଘ ସମୟ ଧରି ବଢ଼ିଲେ ଛାତି ଯନ୍ତ୍ରଣା, ହାର୍ଟ ପ୍ରୋବ୍ଲେମ୍ ହୁଏ, ଶ୍ୱାସ ନେବାର ଅସୁବିଧା, ଥକା ଅନୁଭବ କରିବେ, ଷ୍ଟ୍ରୋକ୍ ବା ହାର୍ଟ ଆଟାକ୍ ହେବାର ଚାନ୍ସ ଅଛି। ପରୀକ୍ଷା କରିବା ପାଇଁ ପଡ଼ିବ। କ'ଣ ପରୀକ୍ଷା କରିବେ? ବ୍ଲଡ୍ ଟେଷ୍ଟ, ଲିପିଡ୍ ପ୍ରୋଫାଇଲ୍ ଦ୍ୱାରା ଜଣାପଡ଼େ। ଚିକିତ୍ସା ଡାକ୍ତରଙ୍କ ପରାମର୍ଶ ଅନୁସାରେ ଔଷଧ ଯେପରି ଏଷ୍ଟ୍ରୋଭେଷ୍ଟାଟିନ୍, ଖାଦ୍ୟ ନିୟନ୍ତ୍ରଣ, ବ୍ୟାୟାମ, ଘରୋଇ ଉପଚାର କ'ଣ ନ୍ୟାଚୁରାଲ ଉପାୟରେ କଣ୍ଟ୍ରୋଲ କରିପାରିବେ। ଫାର୍ଷ୍ଟ ହେଉଛି ସୁସ୍ଥ ଖାଦ୍ୟ, ଓଟ୍ସ, ଫଳ, ସବଜି, ଫାଇବର ଥିବା ଖାଦ୍ୟ, ଡାଲି, ସବଜି। କ'ଣ ଆଭଏଡ୍ କରିବେ? ଭଜା ଖାଦ୍ୟ, ଫାଷ୍ଟ ଫୁଡ୍, ଅଧିକ ତେଲ ଓ ଘିଅ। ଦୁଇ ରହୁଛି ରସୁଣ, ଦିନକୁ 1 ରୁ 2 କୋଷ ରସୁଣ ଖାଇପାରିବେ, LDL କମ୍ କରିବାରେ ସାହାଯ୍ୟ କରେ। 3 ରହୁଛି ଲେମ୍ବୁ ପାଣି, ସକାଳେ ଗରମ ପାଣି ସହିତ ଲେମ୍ବୁ ମିଶାଇ ଖାଇଲେ ଫ୍ୟାଟ୍ ମେଟାବଲିଜିମକୁ ଠିକ୍ ହୁଏ। 4 ରହୁଛି ବ୍ୟାୟାମ, ଦିନକୁ 30 ମିନିଟ୍ ୱାକିଂ, ୱେଟ୍ କଣ୍ଟ୍ରୋଲ ବହୁତ ଜରୁରୀ। 5 ରହୁଛି ଏଭଏଡ୍ କ'ଣ କରିବେ? ସ୍ମୋକିଂ, ଆଲକୋହଲ। ଏବଂ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ, ନିଜେ ଔଷଧ ନ ନିଅନ୍ତୁ, ରେଗୁଲାର ଚେକଅପ୍ ବହୁତ ଜରୁରୀ। ଧନ୍ୟବାଦ।